ଆଜ୍ଞା। ଆଜ୍ଞା। ଉପସ୍ଥିତ ମୋର ଯଥାମାନ୍ୟ ଜଣାଇ କବିତା ପାଠ ଆରମ୍ଭ କରୁ। ମୋର କବିତାର ଶୀର୍ଷକ ଉପକାର କରେ ଭାଇ। ବରଷକ ପରେ ଆସିଅଛି ପୁଣି ରକ୍ଷାବନ୍ଧନ ପରବ। ଭାଇଙ୍କ କୁଶଳ ମନାସି ପାଳିବା ଆନନ୍ଦେ ଆମେ ସରବ। ଭାଇ ଆମ ସଖା ବନ୍ଧୁ ପରିଜନ, ଭାଇ ଅଟେ ଆମ ମିତ୍ର। ବିପଦେ ଆପଦେ ସାହା ହୋଇ ପରା କରଇ ଅଶେଷ ହିତ। କୃଷକ ସେ ହୋଇ ଜମିକୁ ଚଷଇ, ଗୁରୁ ହୋଇ ଦିଏ ଶିକ୍ଷା। ସୈନିକ ସାଜି ସଶସ୍ତ୍ରେ ସୀମାରେ ଦେଶକୁ କରଇ ରକ୍ଷା। ବୈଜ୍ଞାନିକ ହୋଇ କେତେ ଉଦ୍ଭାବନ ଆବିଷ୍କାର କରୁଥାଏ। ଶ୍ରମିକ ଓ ଯନ୍ତ୍ରୀ ରୂପରେ ସେ ପୁଣି ଶକ୍ତି କୌଶଳ ଦେଖାଏ। ଶାସକ ସେବକ ଶିଳ୍ପପତି ପୁଣି ସାମ୍ବାଦିକ ବ୍ୟବସାୟୀ, କେତେ କେତେ ରୂପେ ଆମ ଉପକାର କରୁଥାଏ ପରା ଭାଇ। ସେ ଉପକାରର ପ୍ରତିଦାନ ଦେବା ରକ୍ଷା ସୂତ୍ର ବାନ୍ଧି ହାତେ, ବଡ଼ ଠାକୁରଙ୍କୁ ଗୁହାରି କରିବା ରଖିବାକୁ ତାଙ୍କୁ ସୁସ୍ଥେ। କୋଟିକ ଭିତରେ ଗୋଟିଏ ହୋଇ ସେ ସମାଜ ଅର୍ଜନ୍ତୁ କୀର୍ତ୍ତି। ବିଭୁ କରୁଣାରୁ ସର୍ବକୁଶଳରେ କାଟି ଦିନ ଯାଉ ବିତି। ବିଭୁ କରୁଣାରୁ ସର୍ବକୁଶଳରେ ବାକି ଦିନ ଯାଉ ବିତି। ଧନ୍ୟବାଦ। ଧନ୍ୟବାଦ। ଧନ୍ୟବାଦ କବୟତ୍ରୀ। ଭାଇ ଭଉଣୀ ପାଇଁ ଅସୀମ ଶକ୍ତିର ଭଣ୍ଡାର। ସୁନ୍ଦର ଏଇ କବିତା। ଧନ୍ୟବାଦ। ପରବର୍ତ୍ତୀ କବି କୁଳମଣି ମେହେର, କିଶୋରନଗର ବ୍ଲକ ଜୟରାଟ। ସେ ଜଣେ ସୁପ୍ରତିଷ୍ଠିତ କବି। ବହୁତ ସୁନ୍ଦର ଆଧୁନିକ କବିତା ଲେଖି ସେ ବିଭିନ୍ନ ପତ୍ର ପତ୍ରିକାରେ ସୁନାମ ଅର୍ଜନ କରିସାରିଛନ୍ତି। କବି କୁଳମଣି ମେହେରଙ୍କୁ ବର୍ତ୍ତମାନ ମଞ୍ଚକୁ ଆହ୍ୱାନ କରୁଛୁ। କବି କୁଳମଣି ମେହେର। ଧନ୍ୟବାଦ ବିନିତା ଅପା। ଶୁଣା ଯାଉଛି ମୋ କଥା? ଆଜ୍ଞା। ଷ୍ଟୋରି ମିରରର ଏ ମନୋଜ୍ଞ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ ଏବଂ ସମସ୍ତଙ୍କୁ ମୋ ତରଫରୁ ହୃଦୟଭରା ଅଭିନନ୍ଦନ। ପ୍ରଥମ ଥର ପାଇଁ ଏ କାର୍ଯ୍ୟକ୍ରମରେ ମୁଁ ସାମିଲ ହେଇଛି। ଆପଣମାନଙ୍କ ପାଇଁ ମୋର କବିତା କରୋନା କାରୁଣ୍ୟ। କରୋନାର ଲେଲିହାନ ଶିଖା ବର୍ତ୍ତମାନ ସୁଦ୍ଧା ସେମିତି ଜଳି ଚାଲିଛି। ଆମେ ମଧ୍ୟ ଶିଖା ଭିତରେ ଜଳୁଛନ୍ତି। ସେ କରୋନା ଦୁଃଖକୁ ମୁଁ ନିଜେ ଅନୁଭବ କରିଛି। କରୋନା କାରୁଣ୍ୟ ଶୀର୍ଷକରେ ମୋର ଗୁଡାଏ କବିତା ଆସିଛି ଏବଂ ତା ଭିତରୁ ଗୋଟେ କବିତା ମୁଁ ଆପଣମାନଙ୍କୁ ଶୁଣାଉଛି। କରୋନା କାରୁଣ୍ୟ। ଏମିତି ବି ଦିନେ ଦେଖିବାକୁ ହେବ ଭାବି ନଥିଲା ଏ ଆଖି। ଏମିତି ବି ଦିନେ ଦେଖିବାକୁ ହେବ ଭାବି ନଥିଲା ଏ ଆଖି। କାଳର କରାଳ ରୂପ ପାଇଁ ଖାଲି ସମୟ ରହିବ ସାକ୍ଷୀ। ସତ ହେଉଥିବ ମାଳିକା ବଚନ ଘର ଘାଟ କିଳି ଦେଇ। ସତ ହେଉଥିବ ମାଳିକା ବଚନ ଘର ଘାଟ କିଳି ଦେଇ। ମୃତ୍ୟୁ ଭୟରେ ଲୁଚିବ ମଣିଷ ମୁହଁରେ ତୁଣ୍ଡି ଦେଇ। ପାଚିଲା ଆଗରୁ କଞ୍ଚା ପତର ବୃନ୍ତରୁ ଖସୁଥିବ। ପାଚିଲା ଆଗରୁ କଞ୍ଚା ପତର ବୃନ୍ତରୁ ଖସୁଥିବ। ଆଉ ବେଳେ ବେଳେ କଞ୍ଚା ପାଚିଲା ସାଥୀ ହେଇ ଝଡୁଥିବ। ମଣିଷର ଯେତେ ଜ୍ଞାନ ବିଜ୍ଞାନ ଆଉ ଯେତେ ଅହଙ୍କାର। ମଣିଷର ଯେତେ ଜ୍ଞାନ ବିଜ୍ଞାନ ଆଉ ଯେତେ ଅହଙ୍କାର। କେଉଁ ଅଦୃଶ୍ୟର ପଦାଘାତେ ସବୁ ହେଉଥିବେ ଚୂରମାର। ମୃତ୍ୟୁ ପରେ ବି ମୁକ୍ତି ନଥିବ ଆସୁଥିବ କେତେ ଛାଡ଼। ମୃତ୍ୟୁ ପରେ ବି ମୁକ୍ତି ନଥିବ ଆସୁଥିବ କେତେ ଝଡ଼। ଧାଡିରେ ଥାଇକି ଶବ କହୁଥିବ ମତେ ପୋଡ ମତେ ପୋଡ। ଭୂମିରୁ ଭୂମକୁ ଚରି ଯାଉଥିବ ଭୟଙ୍କର ଭୟ ନିଆଁ। ଭୂମିରୁ ଭୂମାକୁ ଚରି ଯାଉଥିବ ଭୟଙ୍କର ଭୟ ନିଆଁ। ଲୋଡୁଥିବେ ହେଲେ କେ ପାଉ ନଥିବେ କାହାର ଆତ୍ମୀୟ ଛୁଆଁ। ଲୋଡୁଥିବେ ହେଲେ କେ ପାଉ ନଥିବେ କାହାର ଆତ୍ମୀୟ ଛୁଆଁ। ଜୀବନ ମରଣ ମଝିରେ ମଣିଷ ଅସହାୟ ଝୁଲୁଥିବ। ଜୀବନ ମରଣ ମଝିରେ ମଣିଷ
ଅସହାୟ ଝୁଲୁଥିବ ଜୀଇବା ନାଁରେ ପ୍ରତି ମୁହୂର୍ତ୍ତରେ ବାରମ୍ବାର ମରୁଥିବ, ଜୀଇବା ନାଁରେ ପ୍ରତି ମୁହୂର୍ତ୍ତରେ ବାରମ୍ବାର ମରୁଥିବ। ଧନ୍ୟବାଦ। ଧନ୍ୟବାଦ କବି। ପାଚିଲା ଆଗରୁ କଞ୍ଚା ପତର ବୃନ୍ତରୁ ଝରୁଥିବ। ବାଃ, କି ସୁନ୍ଦର ପଦ। ଏହି କରୋନାର ଭୟାବହତା ଭିତରେ ସମାଜରେ ଅନେକ ପ୍ରାଣୀ ବଞ୍ଚିକି ବି ମରୁଛନ୍ତି ପ୍ରତି ମୁହୂର୍ତ୍ତରେ। ଏ ସୁନ୍ଦର ସାମ୍ପ୍ରତିକ ପରିସ୍ଥିତିକୁ ନେଇ କବିତା ଆମ ଆଗରେ ଆଜି ରଖିଲେ, ସେଥିପାଇଁ ପୁଣି ଥରେ ଧନ୍ୟବାଦ କୋଣମଣି ଭାଇଙ୍କୁ। ପରବର୍ତ୍ତୀ କବୟତ୍ରୀ ଶ୍ରୀମତୀ ମାମୁଲି ସାହୁ, ବଇଣ୍ଡା ଅଞ୍ଚଳର ଜଣେ କବୟତ୍ରୀ, ସୁପ୍ରତିଷ୍ଠିତା ସେ ଗାଳ୍ପିକା ମଧ୍ୟ ଏବଂ ସେ ଶିକ୍ଷୟିତ୍ରୀ। ବର୍ତ୍ତମାନ ମାମୁଲି ଦିଦିଙ୍କୁ ମଞ୍ଚକୁ ଆହ୍ୱାନ ରଖୁଛୁ। ସ୍ୱାଗତମ୍। ପରିମେଳର ସମସ୍ତ ଯୋଗ ଦେଇଥିବା କବି, କବୟତ୍ରୀ, ଲେଖକ ଲେଖିକାଙ୍କୁ ମୋର ସାଦର ପ୍ରଣାମ। ବିନିତା ଶୁଭୁଛି? ଆଜ୍ଞା, ଶୁଭୁଛି। ମୋର କବିତାର ଶୀର୍ଷକ ସେ କରୋନା ଉପରେ, କରୋନା ମହାମାରୀର ଭୟାବହତା। କରୋନା ସମସ୍ତଙ୍କୁ ଆଜି ଜୀବନ ବିପର୍ଯ୍ୟସ୍ତ କରିଦେଇଛି। ମୋର କବିତାର ଶୀର୍ଷକ ହେଲା ମୁକୁଳା ପଡ଼ିଛି ଦାଣ୍ଡ ଦୁଆର। ମୁକୁଳା ପଡ଼ିଛି ଦାଣ୍ଡ ଦୁଆର। ମୁକୁଳା ପଡ଼ିଛି ଦାଣ୍ଡ ଦୁଆର, ହଜି ତ ଯାଇଛି ସୁଖ ସମୃଦ୍ଧି। ବାଟବଣା ସିନା ଆଜି ଏ ସାରା ଜଗତ। ଏ ବିଧାତା, ଏହି କି ତୋର ବିଚାର? ନାହିଁ ଇଚ୍ଛା, ନାହିଁ ଉଦ୍ଦୀପନା, ନାହିଁ ସ୍ୱପ୍ନ ଅଥବା ବାସନା। ଚାରିଆଡ଼େ ନିସ୍ତବ୍ଧତା, ଶୂନଶାନ ନିସ୍ତବ୍ଧ ପୃଥିବୀ। ଲାଗେ ଖାଲି କଲବଲ ମୃତ୍ୟୁର ତାଣ୍ଡବ ଦେଖି। ଆର୍ତ୍ତଚିତ୍କାରର ଜ୍ୱାଳାସର ହ୍ରଦ ନିମିଷକେ ଚମକାଏ ଆଖି। ଏ ମଣିଷଟା ସତେ କେଡ଼େ ନିଃସହାୟ। ଏ ମଣିଷଟା ସତେ କେଡ଼େ ନିଃସହାୟ। ଚନ୍ଦ୍ରରେ କରିବ ଘର, ମଙ୍ଗଳରେ ଥାପିଦେବ ପାଦ। ପରମାଣୁ କବଳରେ ମାପିଦେବ ଏ ସାରା ସମାଜ। କିନ୍ତୁ ହାୟ, ତୀବ୍ର ଏକ ଭୂତାଣୁ ପ୍ରକୋପେ କହଦହ ବିଦୀର୍ଣ୍ଣ ପୃଥିବୀ। ନାହିଁ ଅସ୍ତ୍ର ପ୍ରୟୋଜନ, ନାହିଁ ପ୍ରତିପତ୍ତି ଅବା ସମ୍ପଦ ସମ୍ଭାର। ଖାଲି ଟିକେ ଲୋଡ଼ା ସରଳ ବିଚାର। ପତ୍ର ଝଡ଼ା ବୃକ୍ଷ ବୁକେ, କଅଁଳିଆ ପତ୍ର ପରି ମନ। ସୂକ୍ଷ୍ମ ଚେତନାରେ ଜୁଡ଼ୁ ବୁଡ଼ୁ ମଧୁର ସପନ। ଧରାଶାୟୀ ତୁଙ୍ଗ ନେତାଗଣ, ଇତସ୍ତତ ମନ ପକ୍ଷୀ। କେଉଁଠି ବା ମିଳିଯିବ ଆଶା, ଲିଭିଯିବ ଅନ୍ଧାରର ଘନଘଟା। ଧସେଇ ପଶିବ ଆଶାର କିରଣ, ନିଶ୍ୱାସ ପରି ନିବିଡ଼ ସୂର୍ଯ୍ୟ ସମ ସତ୍ୟ। ସାମାଜିକ ଦୂରତ୍ୱ ହିଁ ଏକମାତ୍ର ପଥ। ହାରି ହୋଇଥିବା ଆଖିପତାରୁ ଝରିଯିବ ବାରି। ଦୂରେଇ ଯିବ ସବୁ ଆତ୍ମଗ୍ଲାନି। ସପ୍ତ ରଜ୍ଜୁଟିରେ ଆସିବ କି ଝରି, ବିପଦଟା ଯିବ ଅପସରି। କୁଢ଼ କୁଢ଼ ଶବର ସମ୍ଭାର, କୁଢ଼ କୁଢ଼ ଶବର ସମ୍ଭାର। ବିନା ସ୍ପର୍ଶେ ଆକୁଳ ନୟନେ ଦେବାକୁ ହେବ ବିଦାୟ। ସହସ୍ର ସଂଖ୍ୟାରେ କବରରେ ମାଟି ବି ପଡ଼ୁନି, ଲିଭିବାକୁ ଅନ୍ତିମ ସ୍ୱାକ୍ଷର। ହେ ବିଧାତା, ହେ ବିଧାତା ଆଡ଼ ନୟନରେ ଚାହିଁ ଦିଅ ବାରେ। ଘୁଞ୍ଚି ଯାଉ ଦୁର୍ଦ୍ଦିନର କାଳଚକ୍ର, ହସି ଉଠୁ ଧରା। ଲିଭି ଯାଉ ଆଶଙ୍କା ମନରୁ, ଭରି ଯାଉ ତେଜଦୀପ୍ତ ସରସ ଭାବନାର ଅସୀମ ଜୁଆର। କ୍ଳାନ୍ତ ଅପରାହ୍ନ ଅନେଇ ବସିଛି, କରିବ ସ୍ୱାଗତ। କ୍ଳାନ୍ତ ଅପରାହ୍ନ ଅନେଇ ବସିଛି, କରିବ ସ୍ୱାଗତ। ଅନ୍ତିମ ସାହାରା ଯେଣୁ ତୁମେ ଭରସାର। ଅନ୍ତିମ ସାହାରା ଯେଣୁ ତୁମେ ଭରସାର। ଧନ୍ୟବାଦ। ଧନ୍ୟବାଦ କବୟତ୍ରୀ। କ୍ଳାନ୍ତ ଅପରାହ୍ନ ଅନେଇ ବସିଛି, କ୍ଳାନ୍ତ ଅପରାହ୍ନ ଅନେଇ ବସିଛି। ଏ ଧରାପୃଷ୍ଠରେ ଅନେକ ଶବ ଏମିତି ବିଗଳିତ ହୋଇଯାଉଥିବେ। ଅନେକ ବଞ୍ଚିଲା ମଣିଷ ଲୁହ ଆଖିରୁ
ଲୁହ ଝରି ପଡ଼ୁଥିବ, ଲୁହ ଶୁଖୁନଥିବ, ଏମିତି ବଞ୍ଚିବାକୁ ହିଁ ଆମକୁ ପଡ଼ିବ ଏ କରୋନାର ଭୟାବହତାକୁ ନେଇ। ଖୁବ୍ ସୁନ୍ଦର କବିତା। ଧନ୍ୟବାଦ ମାମୁଲି ଦିଦି। ପରବର୍ତ୍ତୀ କବି ଦେବରାଜ ନାୟକ, ଶିକ୍ଷକ, କବି, ଲେଖକ, ମାଧପୁର ଅଞ୍ଚଳରୁ ବର୍ତ୍ତମାନ ସେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ। ବର୍ତ୍ତମାନ କବି ଦେବରାଜ ନାୟକଙ୍କୁ ରଖୁଛୁ ତାଙ୍କର କବିତା ପାଠ ନିମନ୍ତେ। ଷ୍ଟୋରି ମିରରର ସମସ୍ତ ସାରସ୍ୱତ ସାଧକମାନଙ୍କୁ ମୁଁ ସର୍ବପ୍ରଥମେ ଶୁଭ ସନ୍ଧ୍ୟା ଜଣାଉଛି। ଆଜି ମୋର କବିତାର ଶୀର୍ଷକ ମା ମାଟି। ମା ସହିତ ମାଟିକୁ ତୁଳନା କରାଯାଇଛି ମୋର କବିତାରେ। ମା ମାଟି, ମାର ମମତା ମାଟିର ସରାଗ, ଜନ୍ମ ଜନ୍ମାନ୍ତର ସ୍ମୃତି। ମା ହାତ ଧରି ଚାଲିବା ଶିଖାଏ, ମାଟି ପାତି ଦିଏ ଛାତି, ମାଟି ପାତି ଦିଏ ଛାତି। ମାର ବକ୍ଷରୁ ଶୈଶବରେ କ୍ଷୀର, ମାଟିରୁ ଝରଇ ନୀର। ମାର ଆଦର ଆଚାର ବ୍ୟବହାର, ସ୍ନେହ ବନ୍ଧନ ଡୋର, ସ୍ନେହ ବନ୍ଧନ ଡୋର। ମାର ପଣତ ପୋଛି ଦିଏ ଲୁହ, ଅନ୍ତର ବେଦନା କୁହ। ମାଟିର କୁଟୀର ନିରାପଦ ଆଶ୍ରା, ନଥାଏ ବତାସି ଭୟ, ନଥାଏ ବତାସି ଭୟ। ମା ହାତ ରନ୍ଧା ଭାରି ସୁଆଦିଆ, ଦେଇଥାଏ ଆତ୍ମତୃପ୍ତି। ମାଟିରୁ ଅମଳ ଫଳମୂଳ ଶାକ, ମିଳିଥାଏ ନୀତି ପ୍ରତି, ମିଳୁଥାଏ ନୀତି ପ୍ରତି। ରୋଗ ବୈରାଗ୍ୟ ମା ରହିଥାଏ, ଉଜାଗର ରାତି ରାତି। ମାଟି ଚେରମୂଳ ପତ୍ର ପୁଷ୍ପ ଫଳ, ବଞ୍ଚିବାର ପ୍ରତିଶ୍ରୁତି, ବଞ୍ଚିବାର ପ୍ରତିଶ୍ରୁତି। ମାଟି ତା ଗର୍ଭରୁ ଜନ୍ମ ଦେଇଛି, କେତେ ଜ୍ଞାନୀ ଗୁଣୀ ବୀର। ମାଟି ତା ଗର୍ଭେ ସାଇତି ରଖିଛି, ରତନ ଅପାର ପାର, ରତନ ଅପାର ପାର। ମାଟିର ଭାବ, ମାଟିର ସ୍ୱଭାବ, ଅସରା ସ୍ନେହ ପ୍ରୀତି। ମା ମାଟି କୋଳ ଉଭୟ ଦୁର୍ଲଭ, ସରଗଠୁ ବଡ଼ ତୃପ୍ତି, ସରଗଠୁ ବଡ଼ ତୃପ୍ତି। ଧନ୍ୟବାଦ। ଧନ୍ୟବାଦ କବି। ମା ଓ ମାଟି, ମା ଓ ମାଟି ଯାହା ବିନା ଜୀବନ ଅସମ୍ଭବ, ଯାହା ବିନା ସୃଷ୍ଟି ଅସମ୍ଭବ, ଯାହାକୁ ନେଇ ଅନେକ ମୁନି ଋଷି, ଅନେକ କବି କବୟତ୍ରୀ ସୃଜନ କରିଚାଲିଛନ୍ତି। ଅନେକ କବିତାକୁ ନେଇ ନିଜ ଭାଷାରେ ସୂକ୍ଷ୍ମ ଭାବରେ ଖୁବ୍ ସୁନ୍ଦର ମା ସୂକ୍ଷ୍ମ ସତାଟିଏ ସରେ ନାହିଁ, ଯେ ଭାବିଲେ ବି ଭାବନା ସରେ ନାହିଁ। ଖୁବ୍ ସୁନ୍ଦର କବିତା। ଧନ୍ୟବାଦ କବି। ପରବର୍ତ୍ତୀ କବି, ଲେଖକ, ବର୍ତ୍ତମାନ କବି ନିତ୍ୟାନନ୍ଦ ବାରିକଙ୍କୁ ମଞ୍ଚକୁ ଆହ୍ୱାନ ରଖୁଛୁ କବିତା ପାଠ ପାଇଁ। କବି ନିତ୍ୟାନନ୍ଦ ବାରିକ। ନିତ୍ୟା ସାର୍ ବୋଧେ କଟି ଯାଇଛନ୍ତି। ପରବର୍ତ୍ତୀ କବି ବାସୁଦେବ ବେହେରା, ଶିକ୍ଷକ, ଲେଖକ, କବି ଭାବରେ ସୁପରିଚିତ। ଖୁବ୍ ସୁନ୍ଦର ଭାବରେ ବ୍ୟଙ୍ଗ କବିତା ମଧ୍ୟ ଲେଖିପାରନ୍ତି। କବି ବାସୁଦେବ ବେହେରାଙ୍କୁ ବର୍ତ୍ତମାନ ମଞ୍ଚକୁ ଆହ୍ୱାନ କରୁଛୁ। ବାସୁଦେବ ବେହେରା ମଧ୍ୟ ପଳେଇଛନ୍ତି, ନାହାନ୍ତି। ଚୟନ କରିଥିଲେ, କଟିଯାଇଛି କୌଣସି କାରଣରୁ, ନାହାନ୍ତି। ପରବର୍ତ୍ତୀ କବୟତ୍ରୀ ଅନିତା ପାଣି, ଯାହାର କବିତା
कवि खूब सुंदर भाବରେ कविता लिखिपारନ୍ତି। भक्ति कविता, आधुनिक कविता, विभिन्न कविता तांकर विभिन्न मंचरे खूब सुंदर भाବରେ परिवेषण କରିପାରନ୍ତି। तांकर कवितारे सांगीतिकता अछि, सुंदर शब्द संयोजना। वर्तमान कवयित्री अनिता पाणी को मंच को आह्वान करुछु। ସମସ୍ତଙ୍କୁ ମୋର ସାରସ୍ୱତ ପ୍ରଣାମ। ଶୁଭୁଛି ମୋ ଆବାଜ ଶୁଭୁଛି? ମୋ କଥା ଶୁଣି ପାରୁଛନ୍ତି? ହଁ ମ୍ୟାଡାମ କୁହନ୍ତୁ। ମୋର କବିତାର ଶୀର୍ଷକ ନାରୀ ବିଶେଷ ଉପରେ କବିତା। ମୋର କବିତାର ଶୀର୍ଷକ ଓଦା ଆଖିରେ ନିଆଁ। ନିଆଁକୁ ପାପୁଲିରେ ଧରେ, ନିଆଁକୁ ପାପୁଲିରେ ଧରେ, ଚୁଲିରେ ଗୋଡ଼ ପୂରେଇ ଶବତ ଫୁଟାଏ। ଘରର ଫଟା କାନ୍ଥ ଯୋଡ଼ି ଦିଏ, ଘରର ଫଟା କାନ୍ଥ ଯୋଡ଼ି ଦିଏ, ପାଣି ବୁଲାଇ ଦିଏ ଉଖୁଡ଼ା ଭୋଗ ଗିନାରେ। ଗେରସ୍ତକୁ ଝିକି ଆଣିଥାଏ ଭଗାରୀ କଳିରୁ, ଗୋଟି ଗୋଟି ସଞ୍ଚୁଥାଏ ଛଣରୁ ଛାତ ତୋଳିବା ପାଇଁ। ଇଏ ବି ତ ଦେବୀ, ଇଏ ବି ତ ଦେବୀ, ତା ଆଖିରେ ସଜଡ଼ା ଘର, ପିଲାଛୁଆ ଲକ୍ଷ୍ମୀ ଖଳା ସଫା କରେ ଦିଅ କାଚ ଫଟ, ଛାଇ ନିଦରେ କାନେଇଥାଏ ଖରା ଦିପହରିଆ ବାଡ଼ିପଟ କବାଟ। କେତେଥର କାନି ଓଦା ଆସର ଲୁହରେ, କେତେଥର କାନି ଓଦା ଅସରା ଲୁହରେ, କେତେ ଖର ଅଭାବ ଫାଙ୍କା ପରିବା ଡାଲାରେ, କେତେ ପୁଣି ନମ୍ରତା ଉପଲବ୍ଧିର ପାହାନ୍ତି ଖବର। କିଏ କହିଲା ତାଠି ଅସ୍ତ୍ର ନାହିଁ, କିଏ କହିଲା ତାଠି ଅସ୍ତ୍ର ନାହିଁ, ନଖରୁ ନାସିକା ସବୁଠି ଖଞ୍ଜା ତାର ଅସ୍ତ୍ର। ବିନା ଯୁଦ୍ଧରେ ବିଜୟିନୀ ମୋହିନୀ, ସେ ବିପୁଳ ବିଜୟିନୀ, ତା ନୀରବ ଯୁଦ୍ଧରେ କଥା ନ କହୁ ସେ, କଥା ନ କହୁ ସେ, ତୁମକୁ ପବନ ବୁଝେଇ ଦେବ ଯେ। ଅସ୍ତ୍ର ଧରି ନାଭିରେ ଚିବୁକରେ ବକ୍ଷରେ କଅଁଳ ଡାକରେ, ନଥାଉ ବିଜୁଳି ମରା ରାତି, ନଥାଉ ବିଜୁଳି ମରା ରାତି, ନଥାଉ ଦର୍ପ ଆଖିର ନିଆଁ, ବିନା ଅସ୍ତ୍ରରେ ସେ ବିପୁଳ ଧାରିଣୀ। ସେ ତାତିଲେ ବରଡା ପତ୍ର ପରି ଥରିବ ପାନ୍ସୁଳ, ସେ ତାତିଲେ ବରଡା ପତ୍ର ପରି ଥରିବ ପାନ୍ସୁଳ। ଖାଲରେ ପାଦ ଖସିଯିବ, ବକଳ ଝାଡ଼ିବ ଅଜ୍ଞାନର କରାମତି, ବକଳ ଛାଡ଼ିବ ଅଜ୍ଞାନର କରାମତି। ତୁମ ହାତର ହେତୁହୀନ ଖେଳ, ତୁମ ହାତର ହେତୁହୀନ ଖେଳ। ଧନ୍ୟବାଦ। ଚମତ୍କାର। ଚମତ୍କାର କବିତା। ଘରର ଫଟା କାନ୍ଥକୁ ସେ ଯୋଡ଼ିଦିଏ, ବିନା ଯୁଦ୍ଧରେ ବିଜୟୀ ହୁଏ, ବିନା ବାକ୍ୟରେ ଅନେକ କଥା କୁହେ। ସେ ହେଲା ନାରୀ। ନାରୀବାଦକୁ ନେଇ ଅନେକ କବିତା ଅଛି। ଅନିତା ପାଣିଙ୍କର ଏ କବିତା ସ୍ୱତନ୍ତ୍ର ଭାଷା, ସ୍ୱତନ୍ତ୍ର ଶବ୍ଦ ସଂଯୋଜନା। ସେଥିପାଇଁ କବୟିତ୍ରୀକୁ ବହୁତ ବହୁତ ଧନ୍ୟବାଦ। ଏହାପରେ ଆମେ ପରବର୍ତ୍ତୀ କବି ବିଖ୍ୟାତ ବିହାରୀ ମିଶ୍ର ଉପସ୍ଥିତ ଅଛନ୍ତି। ସୁନ୍ଦର କବିତା ଲେଖନ୍ତି, ବ୍ୟଙ୍ଗ କବିତା ଲେଖନ୍ତି, ଶିଶୁ କବିତା ଲେଖନ୍ତି। କବି ବିନୋଦ ବିହାରୀ ମିଶ୍ରଙ୍କୁ ବର୍ତ୍ତମାନ ମଞ୍ଚକୁ ଡାକୁଛୁ କବିତା ପାଠ ନିମନ୍ତେ। ଯାଉଛି। ହ୍ୟାଲୋ, ଆଜ୍ଞା 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 କୁହନ୍ତୁ ସୁଭାଷ। କୁହନ୍ତୁ। ହଁ, ଆଜ୍ଞା, ଷ୍ଟୋରି ମିରର ଏଇ କବିତା ଆକରକୁ ସ୍ୱାଗତ। ମୁଁ ଆକ୍ଚୁଆଲି ବିଖ୍ୟାତ ବିହାରୀ ମିଶ୍ର ବୃତ୍ତିରେ ଶିକ୍ଷକ, କିନ୍ତୁ କବିତା ଲେଖିବାଟା ଏମିତି ଗୋଟେ ମୋର ନିଶା। ଯାହା ଭାବେ ଯେତେବେଳେ ଲେଖିଦିଏ, କେତେବେଳେ କଣ ଲେଖୁ ଲେଖୁ ଲେଖି ହେଇଯାଏ। ତ ଆଜି ମୋର କବିତା ଅଛି। ମୁଁ ଫିଲ୍ କଲି ଯେ ଆକ୍ଚୁଆଲି ଆମେ ଠାକୁରଙ୍କୁ ଖୋଜିବାଟା ଲୋଡ଼ା ନାହିଁ। ଆମର ଏଇ ମଣିଷର ଯଦି ସେବା କରିପାରିବା, ତାହେଲେ ଏଇଠି ହିଁ ଆମେ ଠାକୁର ପାଇପାରିବା। ତ ମୋର କବିତାର ଶୀର୍ଷକ ହଉଛି ନର ଦେହେ ନାରାୟଣ। ଈଶ୍ୱରଙ୍କୁ ଆଉ କେଉଁ ସ୍ଥାନେ ଯାଇ ଖୋଜିବାଟା ଲୋଡ଼ା ନାହିଁ, ନର ଦେହେ ପରା ନାରାୟଣ ବିଜେ ମନେ ରଖିଥାଅ ଭାଇ। ଦୁଷ୍ଟ ପ୍ରପୀଡ଼ିତ ଦୁଃଖୀ ଜନଙ୍କର ସେବାରେ ଦେଲେ ସମୟ,
ଈଶ୍ୱର ପ୍ରସନ୍ନ ହୋଇ ଆଶୀର୍ବାଦ ଢାଳିବେ ସଦା ନିଶ୍ଚୟ। ବସ୍ତ୍ରହୀନ ଜନେ କଲେ ବସ୍ତ୍ରଦାନ ହୁଏ ପରା ମହାପୁଣ୍ୟ। ଜନସେବା ବିନା ଯିଏ ଯେଉଁ ଜନ କେଉଁ ମଣିଷରେ ଗଣ୍ୟ। ଅନାଥ ଜନଙ୍କୁ ଯଦି ହେବା ସାହା ଜୀବନ ହେବ ସାର୍ଥକ। ନିଃସହାୟ ମୁଖେ ଫୁଟାଇଲେ ହସ ନ ରହିବ ଦୁଃଖ ଶୋକ। ହାତ ସାଥେ ହାତ ମିଶାଇ ଦେଇକି କରିଯିବା ଧର୍ମ ସେବା। ଗରିବ ଲୋକଙ୍କୁ ନିଜ ଶକ୍ତି ମତେ ସାହାଯ୍ୟ ନିଶ୍ଚୟ କରିବା। ସେମାନେ ହସିଲେ ଦୁନିଆ ହସିବ ଏକଥା ହେଯିବା ମନେ। ତାଙ୍କ ସୁଖେ ସୁଖୀ ଦୁଃଖେ ପୁଣି ଦୁଃଖୀ ହେବାକୁ କହିବା ଜଣେ ହେବାକୁ କହିବା ଜଣେ। ଧନ୍ୟବାଦ। ଧନ୍ୟବାଦ କବି। ଶିକ୍ଷଣୀୟ କବିତା ସମସ୍ତଙ୍କ ପାଇଁ। ଆପଣ ସବୁବେଳେ ଏମିତି ଶିକ୍ଷଣୀୟ ସମାଜ ଉପଯୋଗୀ କବିତା ଲେଖନ୍ତି। ଆଜି ମଧ୍ୟ ଏଭଳି ଏକ କବିତା ଆମ ପାଖରେ ନିବେଦନ କରିଥିବାରୁ ସମସ୍ତଙ୍କ ତରଫରୁ ଆପଣଙ୍କୁ ଧନ୍ୟବାଦ। ତାପରେ ପରବର୍ତ୍ତୀ କବି ବଇଣ୍ଡା ଅଞ୍ଚଳରେ ଥିବା ତ୍ରିଧାର ସାହିତ୍ୟ ସଂସଦର ସମ୍ପାଦକ। ସେ ଜଣେ ସୁପ୍ରତିଷ୍ଠିତ କବି, ଲେଖକ, ପ୍ରାବନ୍ଧିକ, ନାଟ୍ୟକାର। ଅନେକ କବିତା ଲେଖିଛନ୍ତି, ଅନେକ ମଞ୍ଚରେ କବିତା ପାଠ କରିଛନ୍ତି, ଅନେକ ପତ୍ରପତ୍ରିକାରେ କବିତା, ଗଳ୍ପ, ପ୍ରବନ୍ଧ ତାଙ୍କର ପ୍ରକାଶିତ ହୋଇସାରିଛି ଏବଂ ଅନେକ ମଞ୍ଚରୁ ସମ୍ମାନିତ ସଂଗଠିତ ହୋଇସାରିଛନ୍ତି। ଅନେକ ପ୍ରତିଭାର ଅଧିକାରୀ, ସୁସଂଗଠକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମିଶ୍ର। ବର୍ତ୍ତମାନ ବରିଷ୍ଠ କବି ରମେଶ ଚନ୍ଦ୍ର ମିଶ୍ରଙ୍କୁ ମଞ୍ଚକୁ ଆହ୍ୱାନ କରୁଛୁ। କବି ରମେଶ ଚନ୍ଦ୍ର ମିଶ୍ର। धन्यवाद चंद्रिका महोदय। शुभ संध्या। समस्त सारस्वत साधक मान को अवसर में प्रणाम जनाऊँगी। समस्ते मौज मजलिस भितर चलती बसंत ऋतु। आग को आसूची बसंत ऋतु। बसंत ऋतु को कुआडे समस्ते ऋतुराज बोली कहते। किंतु ये कविता माध्यम रे मु नहीं जी आपण मानक 50 वर्ष तलर अतीत को मो गाँ को जो बसंत को ऋतुराज कहते। समस्त मन में रंग बेरंगर इंद्रधनुर सातरंग जो उद्भासित करे से बसंत को मुझे बांधि पकई। आसतु शुणा से बांधार इतिहास। कवितार शीर्षक बसंत को बांधार इतिहास। मुझे थर बसंत को बांधी रास्ता कांथ नलकूअर ब्यारेल देह। मुझे थर बसंत को बांधी रास्ता कांथ नलकूअर ब्यारेल देहरे। केते थर आसना बोली पार्टी करिछि कॉलेज हतारे। मुख्य वक्ता हुई झड़ा पत्र मानक सभारे अनेक थर भाषण देकी हेले बसंत कौन मो कथा शुणी। मु एका नुह आम गाँ झील माईटीए 99 भाग मरद भी आड़ आखिरे देखती। पंदरा साहिर नेती कंडुरुणी भली दूर दूर करी निरन्न भोकिला खानकला रूप में एकजुट हुंती ता विरुद्ध रे हड़ताल करने को ता विरुद्ध रे हड़ताल करने। तुमर सीना बसंतर जयगान करू करू पार्टी रे बाटुड़ी बाजना। आमे किंतु खूब निकटरू देखिचु ता भीतर स्वरूप को गोटापणे जानिचु ता टिकलपण को। तुम्हें देख केवल यही दुष्ट बसंत को सामनारू तो आमे देखु पछपट रूप जो थे लुचि थाए अंधारुआ कषण महाप। सत कहना मल्ली फूल फुटिले केते न फुटिले केते से बास्ना आमर कौ लाभरे जे ई फरक आम पाई हेना जोई गोलाप बास्ना। से बसंत को आमे राण देऊ गाँ को आसना हृदय को दहना। गोटे कथार खाली आमे खाली साबासी देऊ आम गाँ धड़िया अजा कौतुक कला भली निष्ठुर कौतुक करी कंदाए सत पुणी चॉकलेट दे हसाए। शून्य उदास मुह ऊपर को टेकु टेकु की किमिया करे से के जानी शाल महुल गछरे फूल ही फूल भर्ती हो जाए। आमे खाली शून्य दृष्टि पहरे चाही थाऊ शाल महुल गछ को बार बार देखु थाऊ आंब बौल आउ पणस कसी को निरेखु थाऊ एसन कुहुड़ी आउ झड़ पवन बेग। बसंत तो चगलाटे ता चगलामी रे जीव की काले आमर सबु स्वप्न भासी। ऋतुराज तार ना
आम गाँव से किंतु मृत्युराज ऋतुराज तार ना आम गाँव से किंतु मृत्युराज एड़िकी चगला से दुष्ट से गछरु तो पाचिला पत्र झाड़ी दिए मनीषन को भी पाचिला पत्र कर दिए ढोके पी दंडे ज्यो ज्यो जीवन युद्ध रे निरस्त्र योद्धा को मृत्युर परवाना धरी आगे छिड़ा हुए से मृत्युर परवाना धरी आगे छिड़ा हुए से मु केते थर बसंत को बांधी से मु केते थर बसंत को बांधी रास्ता कांथा नलकुआर ब्यारेल देहरे केते थर आसना बोली पार्टी करिछि कॉलेज हतारे युद्ध घोषणा करिछि आम गाँ दांडरे सकाळे संजरे निसुंदीप प्रहरे कबाट झरका देई गाँ लोके बसंत आगमनी रे शोक मनाउथिबा बेले गाँ लोके बसंत आगमनी रे शोक मनाउथिबा बेले धन्यवाद धन्यवाद कवि खूब सुंदर आपणकर कविता पाठ कविता संयोजना शब्द संयोजना उच्चकोटर कविता बसंत को जे बांधी पारती रास्ता पाख नलकूप ब्यारेजरे खूब उच्चकोटर कविता परिवेषण आपण को स्टोरी मिरर तरफ अनेक अनेक धन्यवाद। परवर्ती कवि बोधे जो मैंने अनुगुल जिलूर थे पलि जाते केते सब आदि किए अच्छा अनुगुल जिलूर प्रथम कविता पाठ करेंगे निज ना कहे तापर अन्य मान को भी सुजोग दिया जेहेतु आम पाखे समय अच्छी। हेलो हरिओम अनुगुल जिलूर किए रही कि हाँ हेलो मैडम गुड इवनिंग गुड शुभ इवनिंग संध्या शुभ संध्या संध्या मैडम मु आठमल्लिक रु कहूँ आज्ञा आठमल्लिक रु कहूँ अनुगुल जिला आठमल्लिक हेलो हेलो मैडम कुहतु मैडम सुना जाउछि कुहतु हाँ मु आठमल्लिक रु कहूँ गायत्री ना सिंह गायत्री सिंह आठमल्लिक आज्ञा मैडम समस्त को मोर शुभ संध्या स्टोरी मिरर समस्त साहित्य बंधु मान मोर सारस्वत शुभेच्छा मोर कवितार शीर्षक समयर सुଅ भल अछि मैडम आज्ञा शुभा जाउछि कहतु कवितार शीर्षक समयर सुଅ तुमे गला परे सब किछि बदली गलानी आंब तोटा नई पठा सबुज धान खेत सब श्रीहीन होई पड़िछि आउ शुभु नाही कृषकर हलिया गीत कि बाहापुआणी रे झीर कांदणा गीत गाँ दांडरे पुष्पुनीर छेरछेरा डाक दांड गहली हजिगलानी बाघ मामुर पिठाखिया मनगड़ा काहानी टुआ टुईर कथा सब पृष्ठारे साइता होई रहीगलानी कहानी कहया पई अछंती जेजे ना सुनिया पई अछंती नाती नातुणी आमे दुई आमर एक रे परिवार सीमित आमे दुई आमर एक रे परिवार सीमित गाँ दांडर पानी सुअरे आउ भासुनी कागजर डंगा गाँ दांडर पानी सुअरे आउ भासुनी कागजर डंगा सबुठी बोझ पिला मानकर बस्तानी बोझ मुरबी मानकर कर्म बोझ समस्ते अणनिश्वासी होई धाइछंती एठी का पई किए विवेक बंधा पड़िछि मानविकता बाट हुड़िछि विवेक बंधा पड़िछि मानविकता बाट हुड़िछि माटीर मनीष आज मिलेनियम रे पहुंची 4G रो कथा कहूछि माटीर मनीष आज मिलेनियम रे पहुंची 4G रो कथा कहूछि निज गाँ मशाणी आउ परगा पानी निज गाँ मशाणी आउ परगा पानी उक्ति को केही भय करूनाहांती लोके दधिची हेबाकू उचित मनलेनी धन्यवाद मैडम धन्यवाद धन्यवाद कवयित्री बहुत सुंदर कविता भल लागला कविताटी बछ भितर आत्तावार्ता परिवेशन करथिबारु आपनको स्टोरी मिरर तरफ अनेक अनेक परवर्ती कवि सुब्रत कुमार प्रधान हेलो समस्त को हेलो हेलो सुभा जाउछि कोन समस्त को सारस्वत प्रणाम
ମୁଁ ସୁବ୍ରତ କୁମାର ପ୍ରଧାନ ଗୋପିବଲପୁର କୋଶଳାରୁ କହୁଛି, ଅନୁଗୁଳ ଜିଲ୍ଲାର କୋଶଳାରୁ। ମୋ କବିତା ହେଲା ଆଜି ଆମ ଅନୁଗୁଳ ଜିଲ୍ଲା ଉପଲକ୍ଷେ ମୋ କବିତା ହେଲା ମୋ ଜନ୍ମ ମାଟି ମୋ ଜିଲ୍ଲା ମୋ ପରିଚୟ। ମୋ ଜନ୍ମ ମାଟି ମୋ ପରିଚୟ। ବନ ପର୍ବତ ଯାଦେହ ଗହଣା ଶସ୍ୟ କ୍ଷେତ୍ର ନୀଳ ଓଢ଼ଣା ତଳେ ମୋ ଜିଲ୍ଲା ସଂସ୍କୃତି କେତେ ଯେ ମହାନ ନଥିବ କେଉଁଠି ମହିମଣ୍ଡଳେ। ବ୍ରାହ୍ମଣୀ ପଖାଳେ ପଦ ଯୁଗଳକୁ ମହାନଦୀ ଧୁଏ ଶିର ମୁକୁଟ ଟିକର ପଡ଼ାର କୁମ୍ଭୀର ଚିହ୍ନାଏ ଜୈବ ବିବିଧତା ବିଶ୍ୱବିଖ୍ୟାତ। ବୁଢ଼ୀ ଠାକୁରାଣୀ ପ୍ରଭୁ ଜଗନ୍ନାଥ ଶୈଳ ଶ୍ରୀକ୍ଷେତ୍ରରେ ଅଛନ୍ତି ରହି ଇଷ୍ଟ ଦେବୀ ଆମ ମା କଳାପାଟ ମଦନ ମୋହନ ତାଙ୍କରି ଭାଇ। ବାବା ସିଦ୍ଧେଶ୍ୱର ଦେଉଳ ଝରିରେ ଉଷ୍ମ ପ୍ରସବଣ ଆଦିରୁ ଜାତ ଦେବୀ ବିନିକେଇ ପଞ୍ଚଧାରାଗିରି ପ୍ରାକୃତିକ ଶୋଭା ମଧ୍ୟମଣ୍ଡିତ। ଗୋପାଳ ପ୍ରସାଦେ ମା ହିଙ୍ଗୁଳାଇ ସୁରମ୍ୟ ମନ୍ଦିରେ ପାଉଛି ଶୋଭା ରାମଚଣ୍ଡୀ ବାଟ ବାୟାଣୀ ଖୁଲୁଡ଼ି ଦେବଦେବୀଙ୍କର ଝଟକେ ଆଭା। ମୋ ମାଟିର ରାଜା ସୋମନାଥ ସିଂହ ଜଗଦେବଙ୍କର ବୀର କାହାଣୀ ଇଂରେଜ ପାଖରେ ମଥା ନଈ ନାହିଁ ପ୍ରତି ରକ୍ତ ହୃଦ ମଉଡ଼ମୁଣି। ସଂଗ୍ରାମ ଦୁନ୍ଦୁଭି ବାଜି ଉଠିଥିଲା ନବକୃଷ୍ଣ ନୁମା ଅନ୍ତର ତଳେ ଆଶ୍ରମ ନିର୍ମାଣୀ ଅନାଥ ପିଲାଙ୍କୁ ଆଶ୍ରା ଦେଇଥିଲେ ଏଇ ମାଟିରେ। ପଦ୍ମଶ୍ରୀ ମଣ୍ଡିତ ଶ୍ରୀ ରାଧା ମୋହନ ରଚି କାଳଜୟୀ କାବ୍ୟ ଶୁଭିଲାନି କଣ କୁଆଡେ ଗଲେ? ହ୍ୟାଲୋ, ଶୁଭିଲାନି? ପ୍ରଜାମଣ୍ଡଳର ସଂଗ୍ରାମୀ ନାୟକ ପବିତ୍ର ବାବୁଙ୍କ ଅମର ଗାଥା। ସର୍ବମାନ୍ୟ ପିକେ ମହାନନ୍ଦିଆ ତେରା କୋଠା କାମ ଖେଳନା କାମରେ ପ୍ରସିଦ୍ଧ ପାଇକି ଜାଣେ ଦୁନିଆ। ପ୍ରତି ଗ୍ରାମେ ଗାଏ ଦଣ୍ଡ ନାଚ ପାଇଁ ଜିଲ୍ଲା ମୋଟଇ କଳାର ଗଡ଼ ଲଉଡ଼ି କରମା ରାମ ଲୀଳା ପାଲା ଦାସ କାଠିଆର ଖଞ୍ଜଣି ମାଡ଼। ସ୍ତୂପ ବିଷ୍ଣୁ ମୂର୍ତ୍ତି ଅନନ୍ତ ଶୟନ କଳା ଭାସ୍କର୍ଯ୍ୟର ଅନନ୍ତ ସୀମା ଦ୍ୱିତୀୟ ଚିଲିକା ଗୁରୁ ସୁଲେଇର ସୌନ୍ଦର୍ଯ୍ୟ ଦର୍ଶକ ଭୁଲିନି ଜମା। ମୋ ଜିଲ୍ଲାକୁ ନେଇ ଗର୍ବ କରେ ମୁହିଁ ତା ମାଟି ମୋ ମଥା ଚନ୍ଦନ ଟିପା ତାକଳେ ଜନମୀ ହୋଇଛି ମୁଁ ଧନ୍ୟ ହୃଦୟ ମନ୍ଦିରେ ବାନ୍ଧି ଶିରପା। ତାକଳେ ଜନମୀ ହୋଇଛି ମୁଁ ଧନ୍ୟ ହୃଦୟ ମନ୍ଦିରେ ବାନ୍ଧି ଶିରପା। ଧନ୍ୟବାଦ। ସୁନ୍ଦର ବର୍ଣ୍ଣନା କଲେ ସାହିତ୍ୟ ସଂସ୍କୃତି ଆରମ୍ଭ କରି ସବୁ କିଛି ଯୋଡ଼ିଛନ୍ତି ୟା ଭିତରେ। ବହୁତ ସୁନ୍ଦର, ବହୁତ ଉଚ୍ଚକୋଟୀର, ବହୁତ ନିଆରା ଏ କବିତା ଆପଣଙ୍କର। ବହୁତ ବହୁତ ଧନ୍ୟବାଦ। ପରବର୍ତ୍ତୀ ଯଦି କିଏ ଅଛନ୍ତି ପରବର୍ତ୍ତୀ କବି ଯଦି କେହି ଅଛନ୍ତି ଅନୁଗୁଳ ଜିଲ୍ଲାର କବିତା ପାଠ କରିବା ପରିଚୟ ଦେଲା ଶୁଭ ସନ୍ଧ୍ୟା ମ୍ୟାମ୍। ଶୁଭ ସନ୍ଧ୍ୟା। ମୁଁ ଅନୁଗୁଳରୁ କହୁଛି। ହଁ, ନାଁ କୁହନ୍ତୁ। ମ୍ୟାମ୍, ମୋ ନାଁ ହେଉଛି ସୁପ୍ରିୟା ସାମଲ। ମୋ କବିତାର ଶୀର୍ଷକ ହେଲା ମୋ ବାପା। କାଗଜ ମାଗିଲେ ଖାତା ଆଣୁଥିଲେ ସିଏ ତ ମୋର ବାପା। ମୁଁ ନ ଖାଇଲେ ରୁଷି ଶୋଇଗଲେ ଉଠାଇ ଖୁଆନ୍ତି ବାପା। ସବୁ ହସ ସବୁ ଖୁସି ତାଙ୍କ ବିନା ଲାଗଇ ବହୁ ଅଧୁରା। ସେଥିଲେ ପାଖରେ କିଛି ମାଗେ ନାହିଁ ମୋ ଖୁସି ସେ ପସରା।
ଦୁଃଖରେ ଦିଅନ୍ତି ହସେଇ ମତେ ସେ ସୁଖରେ ଦିଅନ୍ତି ସୁଖୀ। ତାଙ୍କ ପରି ବାପା ପାଇ ମୋ ଜୀବନେ ଭାବେ ବହୁ ଭାଗ୍ୟବତୀ। ଝିଅ ବୋଲି ମତେ ଭାବି ପର ସିଏ କରିନାହାନ୍ତି ଶୁଭାଗଲାନି ତ ଝିଅ ବୋଲି ଭାବି ପର ମତେ ସିଏ କରିନାହାନ୍ତି ତ କେବେ। ଦୋଳ ଯାତ୍ରା ବାଲି ଯାତ୍ରା ଆସିଗଲେ ସାଥିରେ ବୁଲାଇ ନେବେ। ଜ୍ୱର ହେଲେ ପୁଣି ହୋଇ ସେ ଯାଆନ୍ତି ମୋ ପାଇଁ ଡାକ୍ତର। ଔଷଧ ନିଜର ହାତରେ ଖୁଆନ୍ତି ସେ ମୋ ଚଳନ୍ତି ଠାକୁର। ଡାକୁଛି ମୁଁ ଭଗବାନଙ୍କୁ ଏତିକି ଶୁଣ ଆହେ ମହେଶ୍ଵର। ଭଲରେ ରଖନ୍ତୁ ମୋହରି ପିତାଙ୍କୁ ରହୁ ପଦେ ମୋର ଲୟ। ଧନ୍ୟବାଦ। ଧନ୍ୟବାଦ। କୋଉ କ୍ଲାସରେ ପଢୁଛ? ମ୍ୟାମ୍ +2 ସେକେଣ୍ଡ ଇୟର ସାଇନ୍ସ। କୋଉ କଲେଜ? ଗଡ଼ତଳ କଲେଜ ଥର୍ମାଲ। ବଢ଼ିଆ, ବହୁତ ସୁନ୍ଦର ତୁମର ଆଗକୁ ଲମ୍ବା ଭବିଷ୍ୟତ ଅଛି। ସୁନ୍ଦର କବିତା ଲେଖିଲ। ୟାପରେ ପୁଣି ଆମ ସହିତ ସବୁବେଳେ ଯୋଡ଼ି ହେବ, ସବୁବେଳେ ଏମିତି କବିତା ଲେଖୁଥିବ। ଆଜ୍ଞା ଧନ୍ୟବାଦ। ମ୍ୟାମ୍। ଆଜ୍ଞା ମ୍ୟାମ୍। ପରବର୍ତ୍ତୀ କିଏ ଅଛନ୍ତି? ବର୍ତ୍ତମାନ ହଁ ମୋତେ ନିତ୍ୟାନନ୍ଦ ସାର୍, କବି ନିତ୍ୟାନନ୍ଦ ବାରିକ ପୂର୍ବରୁ ଆପଣଙ୍କୁ ଡକା ଯାଇଥିଲା। ଆପଣ ବୋଧେ କଟି ଯାଇଥିଲେ। ବର୍ତ୍ତମାନ ଆପଣଙ୍କ ପାଇଁ ଏ ମଞ୍ଚ। ଆପଣ ଆପଣଙ୍କର କବିତା ପାଠ କରିବେ। କବି ନିତ୍ୟାନନ୍ଦ ବାରିକ। ମୋର କବିତାର ଶୀର୍ଷକ କ୍ରାନ୍ତି ସୈନିକ। ଧମନୀରେ ଉଷୁମ ଶୋଣିତ ବହୁ ଥିଲା ବୋଲି ତୁମ୍ଭେ ତ ଆସିଲ ସଂଘର୍ଷ କ୍ଷେତ୍ରକୁ। ମମତା ମଧୁରେ ମର୍ମରିତ ହେଉଥିଲା ବୋଲି ହୃଦୟ ତନ୍ତ୍ରୀ ଭୁଲି ଆତ୍ମୀୟ ସୋଦର। ଲୋଟିଗଲ ମାଟି ମା କୋଳରେ ଢାଳି ଦେଇଗଲ ମାତୃଭକ୍ତିର ମନ୍ଦାକିନୀ ଧାରା। ବହଳ ଲହୁ ତୁମର ତାତି ଉଠିଲା ଫିରିଙ୍ଗିଙ୍କ କୁଶାସନ ବିରୋଧରେ। ତୁମେ ସୁଭାଷ ହୁଅ ବା ବୀର ସୁରେନ୍ଦ୍ର ସାଏ, ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀ, ସଭର କର ବା ଲକ୍ଷ୍ମଣ ନାୟକ, ଉଦାମ ସିଂ ବା ବିର୍ସା ମୁଣ୍ଡା, ଜୟୀ ରାଜଗୁରୁ ବା ଶ୍ରୀ ଅରବିନ୍ଦ ଘୋଷ। ହେ କ୍ରାନ୍ତିକାରୀ ବୀରଗଣ, ତୁମେ ହିଁ ତ ଚିହ୍ନିଥିଲ ଭାରତ ମାତାଙ୍କୁ ଧମନୀରେ ଉଷୁମ ଶୋଣିତ ବହୁଥିଲା ବୋଲି। ତୁମେ ତ ଓହ୍ଲାଇ ଆସିଲ ସଂଗ୍ରାମ କ୍ଷେତ୍ରକୁ। ମମତା ମଧୁରେ ମର୍ମରିତ ହେଉଥିଲା ବୋଲି ହୃଦୟ ତନ୍ତ୍ରୀ ଭୁଲି ଆତ୍ମୀୟ ସୋଦର। ଲୋଟିଗଲ ମାଟି ମା କୋଳରେ ଢାଳି ଦେଇଗଲ ମାତୃଭକ୍ତିର ମନ୍ଦାକିନୀ ଧାରା। ବହଳ ଲହୁ ତୁମର ତାତି ଉଠିଲା କୁଶାସନ ବିରୋଧରେ। ମରଣ ଯନ୍ତାରେ ବନ୍ଦୀ ହେଲ ତ ଫାଶୀ ଦଉଡିକୁ ଆଦରି ନେଲ। ଆଜି ଆମେ ସ୍ୱାଧୀନ ଭାରତର ଦାୟାଦ ତୁମ ବଳିଦାନରେ। ଶତ ଶତ ଶ୍ୱାସରେ ତୁମ ଦିଆ ଶଣିତ ସ୍ରୋତରେ। ଏବେ ଦେଖ ତ ତୁମ ବଳିଦାନ ଗଢା ଭାରତ ମାତା ଖଣ୍ଡ ବିଖଣ୍ଡିତ। ଅରାଷ୍ଟ୍ରୀୟ ଶକ୍ତି ଦ୍ଵାରା ମୁହୁର୍ମୁହୁ ଆକ୍ରମିତ। ଆସ ଅବତରୀ ଆସ ମହି ଅଲିଭା ହସଟିଏ ଉପୁଟି ଉଠୁ। ମା ର ବେଦନା ସିକ୍ତ ହୃଦୟରେ ଶୁଖିଲା ଓଠରେ ରାଷ୍ଟ୍ରୀୟ ଚେତନାର ସମାବେଶ ହେଉ ପ୍ରତ୍ୟେକ ଭାରତୀୟଙ୍କ ହୃଦୟ କାନ୍ଥରେ। ଆଉ ଭାରତ ମାତାଙ୍କ ପ୍ରତି ଛବି ପ୍ରତିବିମ୍ବିତ ହେଉ ପ୍ରତି ହୃଦୟରେ। ଆଉ ଭାରତ ମାତାଙ୍କ ପ୍ରତି ଛବି ପ୍ରତିବିମ୍ବିତ ହେଉ ପ୍ରତି ହୃଦୟରେ। ଧନ୍ୟବାଦ। ଧନ୍ୟବାଦ କବି, ଖୁବ ସୁନ୍ଦର। କ୍ରାନ୍ତିକାରୀ ମାନଙ୍କୁ ନେଇ କବିତା, ଆପଣଙ୍କର ଏ କବିତା ପାଇଁ ବର୍ତ୍ତମାନ ସମସ୍ତଙ୍କ ଷ୍ଟୋରି ମିରର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପରବର୍ତ୍ତୀ କବି, କବି ବାସୁଦେବ ବେହେରା ଅଛନ୍ତି। ସମସ୍ତଙ୍କୁ ମୋର ବାସୁଦେବ ବେହେରା ପ୍ରଣାମ। ହଁ ସମସ୍ତଙ୍କୁ ମୋର ପ୍ରଣାମ। ମୁଁ ଏଥିପାଇଁ ପ୍ରସ୍ତୁତ ହେଇନି ତେଣୁ ଦୁଃଖିତ। ଧନ୍ୟବାଦ। ପରବର୍ତ୍ତୀ ଯଦି ଆଉ କିଏ ଅଛନ୍ତି ଅନୁଗୁଳ ଜିଲ୍ଲାର? ହଁ, ଶୁଭ ସନ୍ଧ୍ୟା ମ୍ୟାଡାମ। ଶୁଭ ସନ୍ଧ୍ୟା। ମ୍ୟାଡାମ, ହଁ ମୁଁ ଶୁଭ କ୍ଷୀରଦିନୀ ସନ୍ଧ୍ୟା। ପ୍ରଧାନ, ପାଲହଡା ବ୍ଲକ। ଆଜ୍ଞା, ହଁ ଆପଣଙ୍କୁ ହଁ ସମସ୍ତଙ୍କୁ ଅଭିନନ୍ଦନ ଆଉ ହଁ, କବିତା ପାଠ ଉତ୍ସବକୁ। ଧନ୍ୟବାଦ ମ୍ୟାଡାମ। ପାଠ କରନ୍ତୁ ମ୍ୟାଡ଼ାମ। ସମସ୍ତଙ୍କୁ ସାରସ୍ୱତ ବିନମ୍ର ପ୍ରଣାମ। ମୋର କବିତାର ଶୀର୍ଷକ ନାରୀ। ଶୁଣିପାରୁଛନ୍ତି ମ୍ୟାଡାମ? ହଁ ଶୁଭାଯାଉଛି। ମୁଁ ନାରୀ,
ମୁଁ ନାରୀ, ମୁଁ ଜନନୀ, ମୁଁ ଜନନୀ, ମୁଁ ଭଗିନୀ, ମୁଁ ଜାୟା ପୁଣି ପ୍ରଳୟକାରିଣୀ। ମୁଁ ଜନନୀ, ମୁଁ ଭଗିନୀ, ମୁଁ ଜାୟା ପୁଣି ପ୍ରଳୟକାରିଣୀ ଆଉ ସଂହାରକାରିଣୀ। ଭିନ୍ନ ଭିନ୍ନ ରୂପ ମୋର, ଭିନ୍ନ ଭିନ୍ନ ରୂପ ମୋର, ଭିନ୍ନ ଭିନ୍ନ କର୍ମ ମୋର। ମୁଁ ସୃଷ୍ଟିକାରିଣୀ, ମୁଁ ପାଳନକାରିଣୀ, ମୁଁ ଧ୍ୱଂସକାରିଣୀ, ମୁଁ ପାଳନକାରିଣୀ, ମୁଁ ଧ୍ୱଂସକାରିଣୀ। ମୁଁ ସବୁ ମୂଳରେ ମୁଁ। ରାମାୟଣ ମୋ ପାଇଁ, ମହାଭାରତ ବି ମୋ ପାଇଁ। ସବୁ ମୂଳରେ ମୁଁ। ରାମାୟଣ ମୋ ପାଇଁ, ମହାଭାରତ ବି ମୋ ପାଇଁ। ମୁଁ ସେବା ଓ ମମତାର ପ୍ରତିମୂର୍ତ୍ତି, ସତୀ ସୀତା ଆଉ ସାବିତ୍ରୀ। ମୁଁ ସେବା ଓ ମମତାର ପ୍ରତିମୂର୍ତ୍ତି, ସତୀ ସୀତା ଆଉ ସାବିତ୍ରୀ। ସ୍ନେହ ମନ୍ଦାକିନୀ, ମମତାର ଫଲ୍ଗୁଧାରା, ସବୁ କୋହ ଚାପି ଧରି ଝରାଏ ଶ୍ରାବଣ ଧାରା। ମୋ ଦ୍ୱାରା ସବୁ ସମ୍ଭବ, ମୋ ଦ୍ୱାରା ସବୁ ସମ୍ଭବ। ସମର୍ପଣ ଭାବେ ଲଭେ କୋଟି ବସ୍ତ୍ର ସହ ବାସୁଦେବ। ମୁଁ ଶୁଭାକାଂକ୍ଷିଣୀ, ମୁଁ ଶୁଭାକାଂକ୍ଷିଣୀ, ଭକ୍ତି ସମ୍ମାନରେ ଫେରି ପାଏ ପ୍ରଭୁ ଯମରାଜଙ୍କୁ, ପ୍ରଭୁ ଯମରାଜଙ୍କଠୁ ମୃତ୍ୟୁ ସଞ୍ଜୀବନୀ। ମୁଁ ଘାସ କାଟିପାରେ, ଘୋଡ଼ା ଚଢ଼ିପାରେ, ମୁଁ ଘାସ କାଟିପାରେ, ଘୋଡ଼ା ଚଢ଼ିପାରେ, ଧରିପାରେ ମୁହିଁ ଅସ୍ତ୍ର। ମୁଁ ଘାସ କାଟିପାରେ, ଘୋଡ଼ା ଚଢ଼ିପାରେ, ଧରିପାରେ ମୁହିଁ ଅସ୍ତ୍ର। ଲମ୍ପଟ ମଦ୍ୟପ ସ୍ୱାମୀକୁ ସାବାଡ଼ କରିବାକୁ ହୋଇଥାଏ ଏଠି ବିବସ୍ତ୍ର। ଅଗ୍ରଜଙ୍କ ବଚନ ରକ୍ଷାର୍ଥେ, ଅଗ୍ରଜଙ୍କ ବଚନ ରକ୍ଷାର୍ଥେ ପଞ୍ଚପତିଙ୍କ ନାୟିକା ମୁଁ ଯାଜ୍ଞସେନୀ। ଜଳାଞ୍ଜଳି ଦେଇ ସ୍ୱାଭିମାନ ସୁଲୋଚନା ସାଜି ଅବାଟରୁ ବାଟେ ହାତେ ଧରେ ପେଟେଣ୍ଟ ମେଡିସିନ। ଅଶ୍ୱାରୋହୀ ହୋଇ ଦିଗ୍ବିଜୟରେ ରଣାଙ୍ଗନେ ଲକ୍ଷ୍ମୀବାଇ। ଏମାଟି ଧନ୍ୟା ଶିବାଜୀଙ୍କୁ ଏମାଟି ଧନ୍ୟା ଶିବାଜୀଙ୍କୁ ଲଭି ଗର୍ଭଧାରିଣୀ ଜିଜାବାଇ। ପୁତ୍ର ମୋହକୁ ଦୂରେ ଠେଲି ଦେଇ ଗାନ୍ଧାରୀଙ୍କ ବାକ୍ୟ ଲୟ, ପୁତ୍ର ମୋହକୁ ଦୂରେ ଠେଲି ଦେଇ ଗାନ୍ଧାରୀଙ୍କ ବାକ୍ୟ ଲୟ। ଅକ୍ଷୟ ହେଉ ପୁଣ୍ୟ ଜଗତେ, ଧର୍ମର ହେଉ ଜୟ। ଏ ଯୁଗର ନାରୀ ଇନ୍ଦିରା ଗାନ୍ଧୀ, ଉତ୍କଳର ନନ୍ଦିନୀ। ଏ ଯୁଗର ନାରୀ ଇନ୍ଦିରା ଗାନ୍ଧୀ, ଉତ୍କଳର ନନ୍ଦିନୀ। ଏ ନାରୀ ହୋଇଛି ପର୍ବତାରୋହିଣୀ, ଚନ୍ଦ୍ରପୃଷ୍ଠ ଅଭିମାନୀ। ଯାହାଙ୍କ ଅମୃତେ ସ୍ତବ୍ଧ ହୋଇଯାଏ ଆକାଶ ପାତାଳ ତିନିପୁର, ଯାହାଙ୍କ ଅମୃତେ ସ୍ତବ୍ଧ ହୋଇଯାଏ ଆକାଶ ପାତାଳ ତିନିପୁର। ଆମ ନାରୀ ସେହି ସ୍ୱର୍ଗର, ଆମ ନାରୀ ସେହି ସ୍ୱରର ସାମ୍ରାଜ୍ଞୀ, ଲତା ମଙ୍ଗେସକର, ଲତା ମଙ୍ଗେସକର। ଧନ୍ୟବାଦ ମ୍ୟାଡ଼ାମ, ସମସ୍ତଙ୍କୁ ଧନ୍ୟବାଦ। ଧନ୍ୟବାଦ କବୟତ୍ରୀ, ଖୁବ ସୁନ୍ଦର। ଆପଣ ନାରୀ କବି ଭାବରେ ଅବତୀର୍ଣ୍ଣ ଆମ ପାଖରେ। ନାରୀ କରିପାରେ ଏସବୁକୁ ନେଇ ଯୋଜନା କରିଛନ୍ତି ନାରୀ କବିତାରେ। ଷ୍ଟୋରିର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏହା ପରବର୍ତ୍ତୀ କବି ଯଦି କେହି ଅନୁଗୁଳ ଜିଲ୍ଲାର ଅଛନ୍ତି ତାଙ୍କୁ ସୁଯୋଗ ଦିଆଯିବ, ନଚେତ ଆମେ ପରବର୍ତ୍ତୀ କବିମାନଙ୍କୁ ଶୁଣିବୁ। ଏହାପରେ ବିଭିନ୍ନ ଜିଲ୍ଲାର ଥିବା କବିମାନଙ୍କର ପାଖରୁ ଆମେ ମଧ୍ୟ ଶୁଣିବାକୁ ଚାହୁଁଛୁ କବିତା ଏ ମଞ୍ଚରେ, ତେଣୁ ସମସ୍ତଙ୍କୁ ସୁଯୋଗ ଦେବୁ। ହରି ଓମ୍। ଅନୁଗୁଳ ଜିଲ୍ଲାର କେହି ଅଛନ୍ତି କି? ଅନୁଗୁଳ ଜିଲ୍ଲା ନାହାନ୍ତି କବି କବୟତ୍ରୀ। ଆଭାସ କ୍ଷେତ୍ରୀ ଅଛନ୍ତି କବି, ସଂଗଠକ ଯୁବ କବି ଏବଂ ଆଠମଲ୍ଲିକ ଅଞ୍ଚଳର ପଞ୍ଚଧାରା ସାହିତ୍ୟ ସଂସଦର ସମ୍ପାଦକ ଭାବରେ ଅନେକ ସାଂଗଠନିକ କାର୍ଯ୍ୟ କରିଛନ୍ତି ସାହିତ୍ୟ କ୍ଷେତ୍ରରେ। ବର୍ତ୍ତମାନ ଆହ୍ୱାନ କରୁଛୁ କବି ଆଭାସ କୁମାର କ୍ଷେତ୍ରୀଙ୍କୁ। କବି ଆଭାସ କୁମାର କ୍ଷେତ୍ରୀ, ଆପଣ ଆପଣଙ୍କ କବିତା ଆମକୁ ଶୁଣାନ୍ତୁ। ଆଭାସ କ୍ଷେତ୍ରୀ ଶୁଣିପାରୁଛନ୍ତି ଆବାଜ ଭାଇ?
ଅନମ୍ୟୁଟ୍ ରୁହନ୍ତୁ ଆବାଜ କ୍ଷତି। ହଁ ହ୍ୟାଲୋ ହଁ ଅବଶ୍ୟ କବିତା ପାଠ କରନ୍ତୁ ଆମେ ଶୁଣିବୁ। ସମସ୍ତଙ୍କୁ ନମସ୍କାର ଏବଂ ଶୁଭ ସନ୍ଧ୍ୟା। ମୋର କବିତାର ଶୀର୍ଷକ ହେଉଛି ନିଷ୍ଠୁର ହୃଦୟ। ହ୍ୟାଲୋ ହଁ ପଢନ୍ତୁ ପଢନ୍ତୁ ଶୁଭୁଛି। ହ୍ୟାଲୋ ହେ ଈଶ୍ୱର ତୁମେ ପରା ଶୁଭାଗଲାନି ନିଜ ହାତ ହଁ ହଁ ଠିକ ଅଛି ହଁ। ହେ ଈଶ୍ୱର ତୁମେ ପରା ନିଜ ହାତରେ ଗଢିଛ ଏହି ବିଶ୍ୱ ବ୍ରହ୍ମାଣ୍ଡକୁ, ମାନବ ଜାତିକୁ ଏବଂ ଦୁନିଆର ପ୍ରତ୍ୟେକଟି ଜିନିଷକୁ। କିନ୍ତୁ କେବେ ତୁମେ ରଖିଛ ଦୁନିଆର ଖବର? ବୁଝିବାକୁ କେବେ ଚେଷ୍ଟା କରିଛ କି ମଣିଷର ହାଲଚାଲ? ଯଦି ତୁମ ସହ କେବେ ଦେଖା ହୁଏ ନିଶ୍ଚୟ ପଚାରିବି ଅନେକ ପ୍ରଶ୍ନ। କାହିଁକି ଆଜି ହେଉଛି ଯୁଦ୍ଧ? କାହିଁକି ମଣିଷ ମଣିଷର ଶତ୍ରୁ? ମା ଛୁଆକୁ ବିକ୍ରି କରୁଥିବାର ଏବଂ ପୁଅ ମାଆକୁ ହତ୍ୟା କରୁଥିବାର ରହସ୍ୟ କ'ଣ? ପାରିବ ତ ଦେଇ ତୁମେ ଏଭଳି ଅସଂଖ୍ୟ ପ୍ରଶ୍ନର ଉତ୍ତର? ବିଡ଼ମ୍ବନା ଡିଣ୍ଡିମ ବାଜୁଛି ସବୁଠି ପରମ କାରୁଣିକ ବୋଲି। ବିପଦ ବେଳେ କ'ଣ ତୁମେ ଶୁଣିପାର ନାହିଁ ମଣିଷ ଅନ୍ତରର ଆକୁଳ ଚିତ୍କାର? ଅପରାଧୀମାନେ ଧନମାନ ସମ୍ମାନ ପାଇବା ଏବଂ ନିର୍ଦ୍ଦୋଷ ଉପରେ ଜୁଲୁମ ଚାଲୁଥିବା ଦୃଶ୍ୟ ଦେଖି ତୁମେ ଅସହାୟ ପରି ଚୁପଚାପ ଥିବାବେଳେ ଲାଗ ମୋତେ ସତେ କି ତୁମେ ନୁହେଁ ଈଶ୍ୱର, ତୁମର ହୃଦୟ ବଡ଼ ନିଷ୍ଠୁର, ଠିକ୍ ଯେପରି ରାସ୍ତା ପଡ଼ିଥିବା ଏକ ବିରାଟ ପଥର। ଧନ୍ୟବାଦ। ଧନ୍ୟବାଦ କବି। ଛୋଟ କବିତା କିନ୍ତୁ ଖୁବ୍ ସୁନ୍ଦର ଥିଲା। ଆପଣଙ୍କୁ ଆମେ ବହୁତ ଦିନ ପରେ ଶୁଣିଲୁ, ସେଥିପାଇଁ ସମସ୍ତଙ୍କ ତରଫରୁ ଧନ୍ୟବାଦ। ପରବର୍ତ୍ତୀ ଯଦି ଅନୁଗୁଳ ଜିଲ୍ଲାରୁ କେହି ନାହାନ୍ତି ତାହେଲେ ମୁଁ ପୁଣି ଅନ୍ୟ ଜିଲ୍ଲାର କବିମାନଙ୍କୁ ସୁଯୋଗ ଦେବି। ବର୍ତ୍ତମାନ ମଞ୍ଚକୁ ଆହ୍ୱାନ ରଖୁଛି ବେଣୁଧର ସୁତାର। କବି ବେଣୁଧର ସୁତାର ଖୁବ୍ ସୁନ୍ଦର ଭାବରେ କବିତା ଲେଖନ୍ତି, ଶବ୍ଦ ସଂଯୋଜନା ତାଙ୍କର ଚମତ୍କାର। ତ ଆଜି ଆମେ ଏହି ମଞ୍ଚରେ ଶୁଣିବାକୁ ଚାହିଁବୁ କବି ବେଣୁଧର ସୁତାରଙ୍କୁ। ସମସ୍ତଙ୍କୁ ମୋର ସାରସ୍ୱତ ପ୍ରଣାମ। ମୋର କବିତାର ଶୀର୍ଷକ ବିଧୁର ବସନ୍ତ। ମନ ଉପବନେ ଫୁଲର ସପନେ, ମନ ଉପବନେ ଫୁଲର ସପନେ ଆସୁନାହିଁ ପ୍ରଜାପତି। ବୟସ ବଢିଲେ ଫଗୁଣ ଫେରଇ ଫିକା ପଡେ ଜହ୍ନ ରାତି। ଶୁଭୁଛି? ଆଜ୍ଞା ହଁ ହଁ ଶୁଭୁଛି। ମନ ଉପବନେ ଫୁଲର ସପନେ ଆସୁନାହିଁ ପ୍ରଜାପତି। ବୟସ ବଢିଲେ ଫଗୁଣ ଫେରଇ ଫିକା ପଡେ ଜହ୍ନ ରାତି। ମଧୁ ସରିଗଲେ ମଧୁ ସରିଗଲେ ମଧୁପକ୍ଷୀ ଲୋଡେ ମଧୁର ଚୁମ୍ବନ ପାଇଁ। ରାତି ସରିଗଲେ ସପନ ଆସେନା ଜହ୍ନ ଝୁରୁଥାଏ କଇଁ। ବକୁଳ ବନର କୋକିଳ କୁଞ୍ଜରେ ଗାଏ, ବକୁଳ କୁଞ୍ଜରେ କୋକିଳ ଗାଏନା ଫୁଲ ଫଗୁଣର ଗୀତି। ବୟସ ବଢିଲେ ଫଗୁଣ ଫେରଇ ଫିକା ପଡେ ଜହ୍ନ ରାତି। ତଟିନୀ ବହଇ ଆନମନା ହୋଇ ସାଗରେ ମିଶିବା ପାଇଁ। ଏକୁଳେ ବୟସ ସେକୁଳେ ପିଉସ ପାରୁନି ତ ତାକୁ ଛୁଇଁ। ଶ୍ରାବଣ ଭୁଲିଛି ମୌସୁମୀ ପ୍ରେମ କଦମ୍ବର ହସ ନାହିଁ। କମଳ ଲୋଡୁନି ତପନ ପିରତି ବୟସ ଯାଉଛି ଧାଇଁ। ନୀଳ ନୟନାର ଗୋଲାପୀ ଅଧର ଚୁମୁନି ଶୃଙ୍ଗାର ତାତି। ବୟସ ବଢିଲେ ଫଗୁଣ ଫେରଇ ଫିକା ପଡେ ଜହ୍ନ ରାତି। ମନ ମଞ୍ଜୁଷାର ଗୋପନ ଗବାକ୍ଷୀ ନୟନ ଯାଉନି ଲାଖି। ମନ ମଞ୍ଜୁଷାର ଗୋପନ ଗବାକ୍ଷୀ ନୟନ ଯାଉନି ଲାଖି। ବିଜନ ବେଳାରେ ସପନ ସୁନ୍ଦରୀ ଆଉ ମାରୁ ନାହିଁ ଆଖି। ନଲୋଡେ ଅଳିନ୍ଦ ମଧୁମକରନ୍ଦ ଗନ୍ଧହୀନ ଅପଘନ। ଫେରିଛି ବୟସ ସପନ ସାଥିରେ ଅପହୃତ ଯୌବନ। ପରବାସୀ ପ୍ରିୟ ଆଗମନେ ପ୍ରିୟା ମାଦକେ ଉଠୁନି ମାତି। ବୟସ ବଢିଲେ ଫଗୁଣ ଫେରଇ ଫିକା ପଡେ ଜହ୍ନ ରାତି। ନୂଆ ପତରରେ ମଧୁପ୍ରୀତି ଗୀତି ଗାଉନି ବାସନ୍ତୀ ରାତି। ନୂଆ ପତରରେ ମଧୁପ୍ରୀତି ଗୀତି ଗାଉନି ବାସନ୍ତୀ ରାତି। ଚନ୍ଦ୍ରସେଣାର ପୌରୁଷ ଉଠୁନି ନିଶୀଥ ସ୍ୱପ୍ନରେ ମାତି। ଉଚାଟ କରୁନି ତନୁ ମନ ପ୍ରାଣ ପ୍ରୀତିର ମୋହନ ରାଗ। ବିଲୁପ୍ତ ଯୌବନ ଛାଡି ଦେଇଗଲା ଅମିତ ଯନ୍ତ୍ରଣା ଦାଗ। ଅଧୁରା ରହିଲା ବିଧୁର ବସନ୍ତେ ବୟସର ପ୍ରତିଶ୍ରୁତି। ଅଧୁରା ରହିଲା ବିଧୁର ବସନ୍ତେ ବୟସର ପ୍ରତିଶ୍ରୁତି। ବୟସ ବଢିଲେ ଫଗୁଣ ଫେରଇ ଫିକା ପଡେ ଜହ୍ନ ରାତି। ବୟସ ବଢିଲେ ଫଗୁଣ ଫେରଇ ଫିକା ପଡେ ଜହ୍ନ ରାତି। ଧନ୍ୟବାଦ।
ଧନ୍ୟବାଦ କବି। ଖୁବ ସୁନ୍ଦର ଆପଣଙ୍କର ଧନ୍ୟବାଦ ଶବ୍ଦ ସାର୍। ଶୁଣିଛନ୍ତି। କୋମଳ ଲୋଡୁନି ତପନର ଚୁଟି ବୟସ ଯାଉଛି ବଢି ବିଜନ ବେଳାର ସପନ ସୁନ୍ଦରୀ ଆଉ ମାରୁନାହିଁ ଆଖି ଖୋଳି। ଆଜି ସୂଚନା ଆସିଛି ଶେଷ ଅନୁକୂଳ ଜିଲ୍ଲା ପାଇଁ ଆଜି ସ୍ୱତନ୍ତ୍ର କୁହାଯାଇଛି। ଅନୁକୂଳ ଜିଲ୍ଲା କବି ଅନ୍ତ୍ରୀମାନଙ୍କର ସରିଲା ପରେ ବୋଧେ କାର୍ଯ୍ୟକ୍ରମ ଶେଷ ହେବ। ତେଣୁ ଅନ୍ୟମାନଙ୍କର ସେତେବେଳେ ବିଭିନ୍ନ ଜିଲ୍ଲାର କାର୍ଯ୍ୟକ୍ରମ ହେବ, ଅନ୍ୟ କବିମାନଙ୍କୁ ସୁଯୋଗ ଦିଆଯିବ। ତ ଆଜି ଏ କାର୍ଯ୍ୟକ୍ରମ ପ୍ରାୟ ଶେଷ ହେବାକୁ ଯାଉଛି। ଯଦି ଅନୁକୂଳ ଜିଲ୍ଲାର ଆଉ କେହି ଭୁଲରେ ରହିଗଲେ କବି କବୟିତ୍ରୀ ଦୟାକରି ନିଜ ନାଁ କହିକି କବିତା ପାଠ କରିବେ। ହ୍ୟାଲୋ, ହ୍ୟାଲୋ, ମୁଁ ଅଜିତ କୁମାର ତ୍ରିପାଠୀ କୁଲାଡୁ ପାଠ କରିବାକୁ ଚାହୁଁଛି, କରିପାରିବି କି? ହଉ ଆପଣ କରିଦିଅନ୍ତୁ ଶୀଘ୍ର, ଗୋଟେ କବିତା ପାଇଁ ସୁଯୋଗ ଦିଆଯାଉଛି। ଆଜ୍ଞା। ତ ମୋ କବିତାର ଶୀର୍ଷକ ନିର୍ବାଚନ। ମୁଁ ଅଜିତ କୁମାର ତ୍ରିପାଠୀ କୁଲାଡ ଗଞ୍ଜାମରୁ ମୋର କବିତାର ଶୀର୍ଷକ ନିର୍ବାଚନକୁ ପାଠ କରୁଛି। ନିର୍ବାଚନ ନାମେ ସେ ଯେଉଁ ରାକ୍ଷସ ମାଡ଼ି ଆସେ ନାନା ସ୍ଥାନେ, କୁକୁଆ ଭୟରେ ଆତଙ୍କିତ ନରେ ଛନକା ପୋଷଇ ମନେ। କିଛି କୁଜି ନେତା କରନ୍ତି ହୀନସ୍ତା ନିର୍ବାଚନ ରଣାଙ୍ଗନେ, ଟାଉଟେରିଆର ଟଙ୍କା କାରବାର ଭୋଟ ବିକନ୍ତି ଜନେ। ରାଜନୀତି କରି ଫାଇଦା ଉଠାନ୍ତି ପ୍ରତିଶ୍ରୁତି ପ୍ରତିଦାନେ, ନେତା ଦଳ ଦଳ ପିନ୍ଧି ଫୁଲମାଳ ଭଦ୍ର ସମ ଆଚରଣେ। ଯୋଡ଼ ହସ୍ତ ହୋଇ ଜୁହାରି ହୁଅନ୍ତି ଆବାଳ ବୃଦ୍ଧ ଚରଣେ, ଗାଡ଼ି ମାଳ ମାଳ ନେତା ପିନ୍ଧି ଖୋଳ କରପାତି ନିବେଦନେ। ପ୍ରାର୍ଥୀମାନେ ଯେତେ ଟିକଟ ନିମନ୍ତେ ଟଣାଟଣି ପ୍ରାଣପଣେ, ପ୍ରତିଦ୍ୱନ୍ଦ୍ୱୀ ସାଥେ ଗ୍ରାମ ପଥ ପ୍ରାନ୍ତେ ପ୍ରତିବାଦ ପ୍ରତିକ୍ଷଣେ। ମଦ ମାଫିଆଙ୍କ ମାଲାମାଲ ଦେଖ, ମଦ ବନ୍ୟା ପ୍ରତିଦିନେ, ମଦୁଆ ସମସ୍ତେ ମାଲ ମାରି ଟିକେ ମତୁଆଲ ଉନ୍ମାଦନେ। ମଣିଷ ଗୁଡାକ ମୁଣ୍ଡ ବିକି ତାଙ୍କ ମରେ ପୁଣି ନିର୍ଯାତନେ, ମଟନ ଚିକେନ ମାଉଁସ ଭୋଜନ ଭୋଜି ଭାତ ଆୟୋଜନେ। ସଭା ସମିତିରେ ସରଗ କମ୍ପାଇ ଶବ୍ଦ କରି ପ୍ରଦୂଷଣେ, ଆତସ ବାଜି ଓ ଭାଷଣ ବାଜିରେ ଡାକବାଜି ଗରଜନେ। କର୍ମଚାରୀଙ୍କର କଷଣ ଅପାର କହି ନୁହି ବଚନେ, ପିଅନ ଗୁଡାକ ଖାତିରି ଅନେକ ଅଫିସର ବାବୁ ମାନେ। ବିଚାରା ଭୋଟର ବିକି ଦିଏ ତାର ବିବେକ ଓ ସ୍ୱାଭିମାନ, ସାମାନ୍ୟ ସ୍ୱାର୍ଥରେ ସମ୍ମତି ଆବରି ସଦାଚାର ସଦ୍ଗୁଣ। ନିରୀହ ଜନତା ହୁଅନ୍ତି ହିନସ୍ତା ଆସିଗଲେ ନିର୍ବାଚନ, ନେତା ମାନେ ଭଲେ ମାଲାମାଲ ହେଲେ ରାଜକୋଷରେ ଧ୍ୟାନ। ବିଧାୟକ ବା ସାଂସଦ କିଏ ବା ଜିତିଗଲେ ନିର୍ବାଚନ, 5 ବର୍ଷ ଯାଏ ପୁରନ୍ତି ବାସନା, ପ୍ରିୟା ପ୍ରୀତି ପ୍ରତି ପ୍ରଶାସନ, ପ୍ରିୟା ପ୍ରତି ପ୍ରଶାସନ। ଧନ୍ୟବାଦ। ଧନ୍ୟବାଦ କବି। ଆପଣଙ୍କୁ ଆମେ ସୁଦୂରରୁ ଶୁଣିପାରିଲୁ। ଖୁବ ସୁନ୍ଦର କବିତା। ସମସ୍ତଙ୍କ ତରଫରୁ, ଷ୍ଟୋରିର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏହାପରେ ଆମର କବିତା ପାଠ ଶେଷ ହେବାକୁ ଯାଉଛି। ତ ମୋର ଶେଷ କବିତା ମୁଁ ପାଠ କରୁଛି। ଚାଲ ମାଗିନେବା। ମୋର କବିତାର ଶୀର୍ଷକ ଚାଲ ମାଗିନେବା। ଚାଲ ମାଗିନେବା କଣିଚାଏ ସ୍ୱପ୍ନ ପାଂଶୁଳ ଆକାଶଠୁ। ଚାଲ ମାଗିନେବା କଣିଚାଏ ସ୍ୱପ୍ନ ପାଂଶୁଳ ଆକାଶଠୁ। ସମୁଦ୍ର କୂଳର ଚୋରାବାଲିଠୁ ମାଗିନେବା ଆଞ୍ଜୁଳାଇ ବିଭୋର ପଣ। ସମୁଦ୍ର କୂଳର ଚୋରାବାଲିଠୁ ମାଗିନେବା ଆଞ୍ଜୁଳାଇ ବିଭୋର ପଣ। ଜହ୍ନଠୁ ମାଗିନେବା ଧାରେ ପ୍ରତ୍ୟାଶାର ଜ୍ୟୋତ୍ସ୍ନା। ଜହ୍ନଠୁ ମାଗିନେବା ଧାରେ ପ୍ରତ୍ୟାଶାର ଜ୍ୟୋତ୍ସ୍ନା। ନଈଠୁ ମାଗିନେବା ନିନାଦିତ ସୁନେଲି ମୁହୂର୍ତ୍ତ। ନଈଠୁ ମାଗିନେବା ନିନାଦିତ ସୁନେଲି ମୁହୂର୍ତ୍ତ। ପୃଥିବୀଠୁ ମାଗିନେବା ସମ୍ମୋହନର ମନ୍ତ୍ର। ପୃଥିବୀଠୁ ମାଗିନେବା
ଭାବନା ଥରେ ବିକଶିତ ହୋଇଯିବା ଅଭାବର ଗର୍ଭଗୃହରୁ ଗ୍ରହାନ୍ତରରେ ଥାଇ ଆବାହନୀ କରିବା ଆଉ ଗୋଟିଏ ମହାକାଳକୁ ଗ୍ରହାନ୍ତରରେ ଥାଇ ଆବାହନୀ କରିବା ଆଉ ଗୋଟିଏ ମହାକାଳକୁ ଯିଏ ଭୂମିଠୁ ଭୂମା ଯାଏ ଟାଣିପାରୁଥିବ ବିଶ୍ୱାସର ବିଶ୍ୱସ୍ତ ଯିଏ ଭୂମିଠୁ ଭୂମା ଯାଏ ଟାଣି ଦେଇପାରୁଥିବ ବିଶ୍ୱସ୍ତପଣକୁ ଧନ୍ୟବାଦ। ଆଜିର ସମସ୍ତଙ୍କୁ ଷ୍ଟୋରି ମିରର ତରଫରୁ ଅନୁଗୁଳ ଜିଲ୍ଲାର କବି କବୟତ୍ରୀ ସୁସଂଗଠକ ଆପଣମାନେ ସୁନ୍ଦର ଭାବରେ ଆପଣଙ୍କର ସମୟ ଦେଇ ଏହି ସାରସ୍ୱତ ସନ୍ଧ୍ୟାକୁ ବର୍ଣ୍ଣିଳ କରିଥିବାରୁ ଏବଂ ଆପଣଙ୍କର କବିତା ମାଧ୍ୟମରେ ସମସ୍ତଙ୍କୁ କବି ମନସ୍କ କରିଥିବାରୁ ଷ୍ଟୋରି ମିରର ତରଫରୁ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ ଏବଂ ଷ୍ଟୋରି ମିରର ଏ କାର୍ଯ୍ୟକ୍ରମ ପାଇଁ ଆଜି ଅନୁଗୁଳ ଜିଲ୍ଲା ତରଫରୁ ମଧ୍ୟ ଷ୍ଟୋରି ମିରରକୁ ଅନେକ ଅନେକ ଧନ୍ୟବାଦ ସମସ୍ତଙ୍କ ପକ୍ଷରୁ। ତ ଆପଣ ଏ ଶେଷରେ ଅନୁରୋଧ ରଖୁଛି ପଲ୍ଲବିନୀ ମ୍ୟାଡ଼ାମକୁ କିଛି ଷ୍ଟୋରି ମିରର ମାଧ୍ୟମରେ ଯଦି ଆଉ କିଛି କଥା ଅଛି ତାହେଲେ ରଖି କାର୍ଯ୍ୟକ୍ରମକୁ ଆଜି ପାଇଁ ସମାପ୍ତ କରିବା। ଧନ୍ୟବାଦ ମ୍ୟାଡ଼ାମ। ସମସ୍ତ